Hello students, welcome to MIL Odia for Arts, Commerce, Science. अच्छा पिलाମାନେ ଦେଖ ଏ ସବୁ 2-3 ମାର୍କ ବିଶିଷ୍ଟ କ୍ୱେଶ୍ଚିନ୍ସ ପୋଏଟ୍ରି ସେକ୍ସନ୍ସ ର ଛଡ଼ାଇଛି। ଆର ସ୍କ୍ରିନଶଟ୍ ନେଇଯାଅ ପିଲାମାନେ। ଦେଖ କ୍ୱେଶ୍ଚିନ୍ ଫାଷ୍ଟ ଅଛି ମଣିଷ ଜୀବନରେ କାଳର ମହତ୍ତ୍ୱକୁ କବି କିପରି ବର୍ଣ୍ଣନା କରିଛନ୍ତି। ନେକ୍ସଟ କେଉଁ ଦୁଃଖରୁ ନିସ୍ତର ଲାଭ କରିବା ପାଇଁ ହୁସିଆର ହୋଇ ରହିବାକୁ କବି ପରାମର୍ଶ ଦେଇଛନ୍ତି। ନେକ୍ସଟ ଉଚ୍ଚତର ଗତି କିପରି ଲାଭ କରାଯାଇପାରେ ବୋଲି କବି କହିଛନ୍ତି। ନେକ୍ସଟ ବଡ଼ପଣ ନିଦା କହିବାର ଯଥାର୍ଥତା କ'ଣ ବିଚାର କର। ଏମିତି ଆହୁରି ଅନ୍ୟାନ୍ୟ କ୍ୱେଶ୍ଚିନ୍ସ ଗୁଡ଼ାକ ଅଛି। ନେକ୍ସଟ ପେଜରେ ଦେଖ ପିଲାମାନେ ଏ କ୍ୱେଶ୍ଚିନ୍ କ'ଣ ଅଛି। ପୂର୍ବପୁରୁଷ ପ୍ରତିଷ୍ଠା ବିଷୟରେ କବି କି ସୂଚନା ଦେଇଛନ୍ତି। ଉତ୍କଳର ପୂର୍ବ ସମ୍ରାଟମାନଙ୍କର ପରିଚୟ କିପରି ଥିଲା। 3 ରାଜା ପ୍ରଜା ଏବେ ହେଲେ ବାଜପରା। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କେଉଁ ପ୍ରସଙ୍ଗରେ କୁହାଯାଇଛି। ଧନ ଅର୍ଜନ ଓ ଏହାର ସୁବ୍ୟୟ କିପରି ହୋଇପାରିବ ବୋଲି କବି ପରାମର୍ଶ ଦେଇଛନ୍ତି। ଆଲେକଜାଣ୍ଡରଙ୍କ ଶେଷ ଇଚ୍ଛା କ'ଣ ଥିଲା। ଲାଷ୍ଟ କ୍ୱେଶ୍ଚିନ୍ ରାଜା ଓ ଜମିଦାରଙ୍କ ଅର୍ଥ କିପରି ଅପବ୍ୟୟ ହେଉଥିଲା ତା ବିଷୟରେ ଉଲ୍ଲେଖ କର। ଓକେ, ଏବେ ନେକ୍ସଟ ଦେଖ ପିଲାମାନେ ଅନ୍ୟ ଏକ ଚାପ୍ଟରର ବନ୍ଦୀର ବିରହ ବ୍ୟଥା କବିତାରେ ସୂର୍ଯ୍ୟାସ୍ତକାଳୀନ ପ୍ରକୃତି ପରିଚୟ ଉପସ୍ଥାପନ କର। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତାପରେ କବି ଗୋପବନ୍ଧୁ ସୂର୍ଯ୍ୟଙ୍କ ବିଦାୟ କିପରି ମାନବୀୟ ବିରହ ସହିତ ତୁଳନା କରିଛନ୍ତି। ନେକ୍ସଟ ଦେଖ ପ୍ରଣୟ ଓ ବିରହ ସମ୍ପର୍କରେ କବିଙ୍କର ଅଭିମତ। ପଠିତ କବିତା ଅବଲମ୍ବନ ପ୍ରଦାନ କର। ନେକ୍ସଟ କ୍ୱେଶ୍ଚିନ୍ରେ ଯମଦୂତ ବୋଲି କବି କାହାକୁ କହିଛନ୍ତି। ଓକେ, ଏଟା ଆର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତାପରେ ଚାଲ ପିଲାମାନେ ନେକ୍ସଟ ଚାପ୍ଟର ଦେଖିବା। ପିଙ୍ଗଳର ଅଭିସାର। ଉପର କ୍ୱେଶ୍ଚିନ୍ଟା ମରତ ପଥର ଅମର ବନ୍ଧୁଙ୍କୁ ଲାଭ କରିବା ପରେ ପିଙ୍ଗଳା ଜୀବନରେ କ'ଣ ସବୁ କରିବ ନାହିଁ ବୋଲି କହିଛି। 3 ନମ୍ବରରେ ଅଛି ପିଙ୍ଗଳାର ବିଫଳ ଜୀବନ ସଫଳ ହେଲା ବୋଲି ସେ କିପରି ମନେ କରିଛି। 4 ନମ୍ବରରେ ପରିବର୍ତ୍ତିତ ପିଙ୍ଗଳାର ପ୍ରକୃତିକୁ କିପରି ଅନୁଭୂତି କରିଛି। 5 ନମ୍ବରରେ ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ କେଉଁ ପ୍ରସଙ୍ଗରେ କୁହାଯାଇଛି। 6 ନମ୍ବରରେ ସଚେତନ ପିଙ୍ଗଳା ତାର ପ୍ରିୟ ପରମଙ୍କର କିଭଳି ପୂଜା ଆରତି କରିବ ବୋଲି କବି ବର୍ଣ୍ଣନା କରିଛନ୍ତି। 7 ନମ୍ବର ଆପଣାର ପୁଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳାର ଅନୁଭୂତିକୁ କବି କିପରି ବର୍ଣ୍ଣନା କରିଛନ୍ତି। ତାପରେ ନେକ୍ସଟ ଚାପ୍ଟର ଯିବା। ବାର୍ତ୍ତା କାହାକୁ କବି ମହାଧର୍ମ ଆଖ୍ୟା ଦେଇଛନ୍ତି। ନେକ୍ସଟ ନମ୍ବର 9 ନମ୍ବର ଅଛି ଦେଖ ଆଜିର ମଣିଷ ଭସ୍ମ ମଧ୍ୟରୁ କେଉଁ ଦୀକ୍ଷା ଗ୍ରହଣ କରିବ ବୋଲି କବି ପରାମର୍ଶ ଦେଇଛନ୍ତି। 10 ନମ୍ବରରେ କବି କୃଶର ସାଧନାକୁ ଜୟକାର କରିବାର ଅର୍ଥ କ'ଣ। ତାପରେ ଦେଖିବା ପିଲାମାନେ 30 ଶବ୍ଦର ଉତ୍ତର ଲେଖରେ 1 ଶତାବ୍ଦୀରେ ସିଂହଦ୍ୱାରରୁ କିଏ କ'ଣ ବାର୍ତ୍ତା ନେଇ ଆସିଛି। ଏଟା ଇମ୍ପୋର୍ଟାଣ୍ଟ ପିଲାମାନେ। ତାପରେ 2 ନମ୍ବର କେଉଁ ବିଷୟରେ ପଚାରିବା ପାଇଁ ଆଜି ସମୟ ଆସିଛି। ତାପରେ ଦେଖ 3 ନମ୍ବର କେଉଁ ବିଷୟରେ କୈଫିୟତ ମାଗିବାର ଆଜି ବେଳ ଆସିଛି। 3 ନମ୍ବରଟା ଇମ୍ପୋର୍ଟାଣ୍ଟ ପିଲାମାନେ। ନେକ୍ସଟ ଦେଖ କବି ମନୁଷ୍ୟ ପୁତ୍ର ଦଗ୍ଧ ହେବା ପାଇଁ କାହିଁକି କହିଛନ୍ତି। ନେକ୍ସଟ 5 ନମ୍ବର ଦେଖ କବି ଭସ୍ମ ମଧ୍ୟରୁ କି ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି। 6 ନମ୍ବର ଦେଖ ଉତ୍ପୀଡ଼ନ ଜୟ ହେଉ କହିବା ପଛରେ କବିଙ୍କର ଉଦ୍ଦେଶ୍ୟ କ'ଣ। ନେକ୍ସଟ 7 ନମ୍ବର ଜୟ ହେଉ ପୀଡ଼ନର କହିବାର ତାତ୍ପର୍ଯ୍ୟ କ'ଣ। ଇମ୍ପୋର୍ଟାଣ୍ଟ। 8 ନମ୍ବର ବି ଇମ୍ପୋର୍ଟାଣ୍ଟ ସ୍ୱୟଂ ପ୍ରତିଶୋଧକୁ କବି ମହାଧର୍ମ ଆଖ୍ୟା କାହିଁକି ଦେଇଛନ୍ତି।
ये थिला वार्तार इम्पोर्टेंट। Okay students, thank you very much for watching. Please take the screenshots and prepare notes or connect to my Telegram